ରାଧାକୃଷ୍ଣ ପୂଜା କମିଟି ବ୍ରାହ୍ମଣୀ ବେଳା ଆନୁକୂଲ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ଆମର ରଜ ମହୋତ୍ସବ। ଆଜିର ପବିତ୍ର ରଜ ସଂକ୍ରାନ୍ତି ଅବସରରେ ଆପଣମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି ରାଧାକୃଷ୍ଣ ପୂଜା କମିଟି। ତେଣୁ ସର୍ବପ୍ରଥମେ ଏ ଅନୁଷ୍ଠାନର ଲକ୍ଷ୍ୟ ଏବଂ ଆଭିମୁଖ୍ୟ ସମ୍ବନ୍ଧୀୟ ସୂଚନା ଦେବେ ପ୍ରାରମ୍ଭିକ ସ୍ୱାଗତ ଭାଷଣ କପିଳ ଚରଣ ପ୍ରଧାନ। ଅନୁରୋଧ କରିବି ସେ ଅନୁଷ୍ଠାନର ପ୍ରଥମ ବାର୍ଷିକ ଅନୁଷ୍ଠାନର ଆଉ ଲକ୍ଷ୍ୟ ଏବଂ ଆଭିମୁଖ୍ୟ ବାବଦରେ ମୁଁ ଯିବି ନା ଭାଇ ଆବେ ଜୟ ଜଗନ୍ନାଥ। ଆଜି ବ୍ରାହ୍ମଣୀ କଳା ରାଧାକୃଷ୍ଣ ପୂଜା କମିଟି ତରଫରୁ ଆୟୋଜିତ ରଜ ମହୋତ୍ସବର ଦ୍ୱିତୀୟ ଦିବସ। ଏହି ଦ୍ୱିତୀୟ ଦିବସରେ କାର୍ଯ୍ୟକ୍ରମ ଆମର ଆରମ୍ଭ ହେବାକୁ ଯାଉଛି। ଏ ଅଞ୍ଚଳର ସ୍ୱନାମଧନ୍ୟ ସାହିତ୍ୟିକ ସାରସ୍ୱତ ପ୍ରତିଭାମାନଙ୍କ ଦ୍ୱାରା କବିତା ପାଠୋତ୍ସବ। ସେହି କବିବନ୍ଧୁମାନେ ଆସିକି ଆମର ମଞ୍ଚ ନିକଟରେ ଉପସ୍ଥିତ ହେଲେଣି। ସର୍ବପ୍ରଥମେ ଏ ଅନୁଷ୍ଠାନ ତରଫରୁ ସେମାନଙ୍କୁ ମୁଁ ସ୍ୱାଗତ କରୁଛି। ସେମାନଙ୍କ ପାଖରେ କୃତଜ୍ଞତା ଜଣାଉଛି ଯେ ବିଭିନ୍ନ ଅସୁବିଧା ସତ୍ତ୍ୱେ ଆସି ଆମ ଗହଣରେ ପହଞ୍ଚିଛନ୍ତି, ଆମକୁ ଆରମ୍ଭରୁ ସହଯୋଗ କରୁଛନ୍ତି। ଆମର ବ୍ୟବସ୍ଥା ଜନିତ ବହୁ ତ୍ରୁଟି ସତ୍ତ୍ୱେ ତାଙ୍କର ସହଯୋଗ ପାଇଁ ମୁଁ ଏ ଅନୁଷ୍ଠାନ ପାଖରେ ତରଫରୁ ମୁଁ ଆଉ ଥରେ ସେମାନଙ୍କୁ କୃତଜ୍ଞତା ଜଣାଉଛି। ଆଜି ରଜ, ପ୍ରତିବର୍ଷ ରଜ ଆସୁଛି, ରଜ ପୁଣି ଯାଉଛି, କିନ୍ତୁ ଆଗ ଭଳି ଦୂର ବନସ୍ତରେ ଆଉ ଗଜ ଡାକୁନି, ଗାଁ ଆମ୍ବ ତୋଟ ନାହିଁ, ଆଉ ତା ମଧ୍ୟରୁ ପଲ୍ଲୀ ଲଳନାଙ୍କର ସେଇ ସୁମଧୁର କଣ୍ଠର ସଙ୍ଗୀତ ବନସ୍ତେ ଡାକିଲା ଗଜର ସ୍ୱର ଲହରୀ ଆଉ କାନରେ ପଡ଼ୁନି। ଧୀରେ ଧୀରେ ଓଡ଼ିଆ ସଂସ୍କୃତିର ପ୍ରତୀକ, ଭାଇଚାରାର ପ୍ରତୀକ ଏ ରଜ ପର୍ବର ମହତ୍ତ୍ୱ ଧୀରେ ଧୀରେ କମି କମି ଯାଉଛି। ଲୋକମାନେ ଆଉ ସେମିତି ରଜକୁ ନେଉନାହାନ୍ତି ଯେମିତି ଥିଲା ଆମ ସମୟର ରଜ। ଆଉ ତ ସେ ଆମ ସମୟର ରଜ ଆମେ ଗତାନୁଗତିକ ଧାରାରେ ଆଜିର AI ଯୁଗରେ ଆମେ ସମୟ ସହିତ ତାଳ ଦେଇ ଆଗକୁ ଆଗକୁ ବଢ଼ି ଚାଲିଛନ୍ତି। କାହିଁକି ନା ଏଇଟା ହେଉଛି ଉନ୍ନତିର ଲକ୍ଷଣ। ଆମେ ଆଗକୁ ଆଗକୁ ବଢ଼ି ଚାଲିବା, କିନ୍ତୁ ଆମର ପରମ୍ପରା, ଆମର ସଂସ୍କୃତି, ୟାକୁ ଆମେ କେବେ ବିକୃତ କରିବା ନାହିଁ କିମ୍ବା ବଦଳାଇ ଦେବା ନାହିଁ। ଆଜି ରଜ ମହୋତ୍ସବ ପାଳନ ହେଉଛି। ଆଗର ରଜ ବର୍ତ୍ତମାନ ରଜ ମହୋତ୍ସବର ରୂପ ନେଇଛି। ଯାହା ହେଉ ସେ ରଜ ମହୋତ୍ସବ ହେଉ ପଛେ କନାରୁ କର୍ପୂର ଉଡ଼ିଯାଉ ସବୁ ପଛେ, ତଥାପି ଯେଉଁ ଅନୁଷ୍ଠାନ ମାନେ ରଜ ମହୋତ୍ସବ କରୁଛନ୍ତି, ଚେଷ୍ଟା କରୁଛନ୍ତି ଯେ ପୁଣି ଆମେ ସେଇ ସମୟକୁ ଫେରିଯିବା ପାଇଁ। ସେଇଥିପାଇଁ ଏ ରଜ ମହୋତ୍ସବର ଆୟୋଜନ ହେଉଛି। ତା ସହିତ ଆମ ଅଞ୍ଚଳର ଅନେକ ପ୍ରତିଭା ଅଛନ୍ତି, ସାରସ୍ୱତ ସାଧକ ଅଛନ୍ତି। ବଣର ମଲ୍ଲୀ ପରି ତାଙ୍କର ସୁବାସ ରହିଯାଉଛି ସେ ଗାଁ ଭିତରେ। ତଥାପି କେତେଜଣ
ପ୍ରତିଭାଙ୍କର ସେଇ ମହକ ଟିକକ ଓଡ଼ିଶାର କୋଣ ଅନୁକୋଣରେ ପହଞ୍ଚି ଯାଇଛି। ପାଠକୀୟ ଆଦୃତି ସେମାନେ ଲାଭ କରିଛନ୍ତି, ପ୍ରଶଂସିତ ହୋଇଛନ୍ତି। ବିଭିନ୍ନ ସାହିତ୍ୟ ସଂଗଠନ ପକ୍ଷରୁ ସମାରୋହ ପକ୍ଷରୁ ସେମାନେ ପୁରସ୍କୃତ ହୋଇଛନ୍ତି, ମାନପତ୍ର ପାଇଛନ୍ତି। ବହୁ ନାମୀ ଦାମୀ ଓଡ଼ିଆ ପତ୍ରିକାରେ ସେମାନଙ୍କର ସାହିତ୍ୟ କୃତି ବାହାରୁଛି, ମୁଁ ପଢ଼ୁଛି, ଦେଖୁଛି, ମନରେ ଭାରି ଗର୍ବ ଆସୁଛି ଯେ ତାଙ୍କ ନାଁ ଏବଂ ତାର ଠିକଣା ଜାଣି। ଇଞ୍ଚଳ କେଉଁଝର, ଓରାଳି କେଉଁଝର, ଜାମିତିରା କେଉଁଝର, ଭଦ୍ରକ ଓଡ଼ିଶା। ଏସବୁ ଦେଖିଲା ବେଳେ ମନରେ ଗର୍ବ ଆସେ। ସେମାନେ ଏତେ ବଡ଼ ପ୍ରତିଭାର ଅଧିକାରୀ, କିନ୍ତୁ ଆମେ ପାଖରେ ଥାଇ ମଧ୍ୟ ଆମେ ସେମାନଙ୍କୁ ଜାଣିନା। କାହିଁକି ନା ମୋ କଥାରେ ଅଛି, ଗାଁ କନିଆ ସିଂଘାଣୀ ନାଚେ। ତେଣୁ ଏ ଅନୁଷ୍ଠାନ ଚିନ୍ତା କଲା ସେଇ ଗାଁ କନିଆ ସିଂଘାଣୀ ନାତିମାନଙ୍କୁ ଏକତ୍ର କରିବ, ସେମାନଙ୍କୁ ପ୍ରତିଭା ସେମାନଙ୍କ ସହିତ ପରିଚିତ ହେବ, ସେମାନଙ୍କ ସୃଷ୍ଟିକୁ ସେମାନେ ଏଠି ଉପସ୍ଥାପନ କରିବେ। ଆମେ ତାଙ୍କ ସହିତ ମିଶିବାକୁ ଦେଖିବାର ସୁଯୋଗ ପାଇବ। ସେ ଯାହା ହେଉ ଆଜି ସେଇ ସାରସ୍ୱତ ସାଧକ, ଆମ ଅଞ୍ଚଳର ଗର୍ବ ଗୌରବ ଆଜି ବହୁ ବାଧାବିଘ୍ନ ସତ୍ତ୍ୱେ ଆଜି ଆମ ଗହଣରେ ଉପସ୍ଥିତ ଅଛନ୍ତି। ମୁଁ ଏ ଅନୁଷ୍ଠାନ ତରଫରୁ ସେମାନଙ୍କୁ ଅଭିନନ୍ଦନ ଜଣାଇବା ସାଙ୍ଗେ ସାଙ୍ଗେ କୃତଜ୍ଞତା ଜ୍ଞାପନ କରୁଛି ଏବଂ ପରିଚାଳକ ମହାଶୟଙ୍କୁ, ସଂଯୋଜକ ମହାଶୟଙ୍କୁ ଅନୁରୋଧ କରୁଛି ଆଜିର ଏ ଉତ୍ସବକୁ ଆଗେଇ ନେବା ପାଇଁ। ଲକ୍ଷ୍ୟ ଏବଂ ଆଭିମୁଖ୍ୟ ଭାବରେ ଆପଣଙ୍କୁ ଖୁବ୍ କମ୍ ସମୟରେ ଆପଣଙ୍କୁ ଭାରାକ୍ରାନ୍ତ ନ କରି 2 ମିନିଟ୍ ଭିତରେ ସେ କାର୍ଯ୍ୟକ୍ରମ ଶେଷ କରିଛନ୍ତି। ଆମେ ଏବେ ଫେରିଯିବା ଆମ ଗାଁ ରଜ ମହୋତ୍ସବ ମହାର୍ଘ ମହୋତ୍ସବରେ। ଏ କବି ସାହିତ୍ୟିକମାନଙ୍କ ପାଇଁ ମାତ୍ର ଗୋଟିଏ ପୃଷ୍ଠା ରଖିଥିଲେ। ଯାହା ହେଉ ସମୟ ଅତିକ୍ରାନ୍ତ, 11ଟା ପାର ହେଇଗଲାଣି। ଖରା ଆମେ ଯଥା ରୀତିନୀତି ନିୟମ ଅନୁସାରେ ଆମେ କାର୍ଯ୍ୟକ୍ରମକୁ ଆଗେଇ ନେବା। ସର୍ବପ୍ରଥମେ ମୁଁ ମଞ୍ଚକୁ ଆହ୍ୱାନ କରୁଛି ଆଜିର ଏହି ମହୋତ୍ସବର ସଭାରେ ଯେ ଆମର ସଭାପତି ଅଛନ୍ତି, ଘରର ମୁରବୀ ଶ୍ରୀଯୁକ୍ତ ପୀତାମ୍ବର ପାତ୍ର, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ, ସେବାଦଳର ମୁଖ୍ୟ, ମୁଁ ତାଙ୍କୁ ନିମନ୍ତ୍ରଣ କରୁଛି ମଞ୍ଚାସୀନ ହେବାକୁ। ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଏବଂ ସୁସାହିତ୍ୟିକ, ମୁଁ ତାଙ୍କୁ ବିଶେଷ ଭାବେ ଅନୁରୋଧ କରୁଛି ମଞ୍ଚାସୀନ ହେବା ପାଇଁ। ଶ୍ରୀଯୁକ୍ତ ଆନନ୍ଦ ଚନ୍ଦ୍ର ବେହେରା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଏବଂ ସମାଜସେବୀ, ତାଙ୍କୁ ମୁଁ ଅନୁରୋଧ କରୁଛି ମଞ୍ଚକୁ ଆସିବା ପାଇଁ। ଶ୍ରୀଯୁକ୍ତ ଚତୁର୍ଭୁଜ ପଇ, ଅବସରପ୍ରାପ୍ତ ସହଶିକ୍ଷା ଗୋଷ୍ଠୀ ଅଧିକାରୀ, ସାହି ଚେତନା ସାହିତ୍ୟ ସଂସଦର ସମ୍ପାଦକ ମହାଶୟଙ୍କୁ ଅନୁରୋଧ କରୁଛି ମଞ୍ଚକୁ ଆସିବା ପାଇଁ। ପରିଶେଷରେ ମୁଁ ଯାହାକୁ ଡାକିବି ସେମିତି ଜଣେ ଅତିଥି ଶ୍ରୀଯୁକ୍ତ ନାରାୟଣ ଚନ୍ଦ୍ର ଲେଙ୍କା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଏବଂ ସୁସାହିତ୍ୟିକ, ତାଙ୍କୁ ମଞ୍ଚକୁ ଆମନ୍ତ୍ରଣ କରୁଛି ମଞ୍ଚାସୀନ ହେବା ପାଇଁ। ଆଜିର ଯୋଉ କବିତା ଆସର ଅନୁଷ୍ଠିତ ହେବାକୁ ଯିବ, ଆମେ 2 ଜଣ ସଂଯୋଜକକୁ ପାଇଛୁ। ସେ ହେଉଛନ୍ତି ଦାଶରଥୀ ଜେନା, ରମାକାନ୍ତ ଜେନା। ଉଭୟ 2 ଭାଇଙ୍କୁ ମୁଁ ଅନୁରୋଧ କରୁଛି ସେମାନେ ମଞ୍ଚ ଉପରକୁ ଆସିବା ପାଇଁ। ବର୍ତ୍ତମାନ ଆମେ ରାଧାକୃଷ୍ଣଙ୍କ ସ୍ଥଳ ପବିତ୍ର ପୀଠକୁ ଯିବା। ପ୍ରଦୀପ ପ୍ରଜ୍ୱଳନ ପୁଷ୍ପମାଲ୍ୟ ଅର୍ପଣ କରିବା।
मह वासना प्रसाद्यंत सदय बलभद्री नवलिना सुभद्रा मध्यस्थ सकल सुरसेवा बसाए जगन्नाथ स्वामी नयन पथ भव तुमी जगन्नाथ स्वामी नयन पथ भव तुमी जगन्नाथ स्वामी नयन पथगामी भव तुमी अंतकायं भुजगशयनं पद्मनाभं सुरेशं विश्वाधारं गगनसदृशं मेघवर्णं शुभङ्गं लक्ष्मीकान्तं कमलनयनं योगिर्विध्यनगम्यं वन्दे विष्णुं भवभयहर सर्वलोकैकनाथं सर्वलोकैकनाथं सर्वलोकैकनाथम् ॐ शान्ति 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 ମୋତେ ଲାଗେ ସତେ ଜଗନ୍ନାଥଙ୍କ ଚାରି ବେଳା ଚାରି ଭୋକ ସମସ୍ତଙ୍କୁ ହୃଦୟ ଭରା ନମସ୍କାର ପ୍ରଣାମ ଜଣାଉଛି। ଏବେ ଯେଉଁ ଗୁରୁ ଦାୟିତ୍ୱ ମୋତେ ଦିଆଯାଇଛି ସଙ୍ଗୀତ ଗାନ କରିବା ପାଇଁ ତାଙ୍କ ସଙ୍ଗୀତ ମୁଁ ଆପଣମାନଙ୍କୁ ଗାଇ ଶୁଣାଉଛି ଏ ମାଟି ଉଦ୍ଦେଶ୍ୟରେ ଆପଣମାନଙ୍କ ଉଦ୍ଦେଶ୍ୟରେ। ମାଟି ମାଟି ଆମ ସ୍ମୃତିର ମାଟି 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 ଆମ ସ୍ମୃତିର ମାଟି ଚିରବନ୍ଦିତ ଚିରପୂଜିତ ବ୍ରାହ୍ମଣୀ କଳା ନାଟି ଏ ଆମ ସ୍ମୃତିର ମାଟି ଏ ଆମ ସ୍ମୃତିର ମାଟି দেব ভূমি এ যে দেব ভূমি তা চরণে খাও মথা নই স্বর্গ ঠারু বড় এ মাটি
স্মৃতির মাটি সে স্মৃতির মাটি কেতে মান কেতে অভিমান কেতে দান কেতে প্রতিদান এ মাটি আজি দেলা শিখেই এ মাটি আজি দেলা শিখেই হইয়ে কম হাজতি এ স্মৃতির মাটি এ স্মৃতির মাটি চিরবন্ধিত চিরপূজিত ব্রাহ্মণী কলা স্মৃতির মাটি এ স্মৃতির মাটি নমস্কার ଆଜିର ସଭାକାର୍ଯ୍ୟକୁ ଆରମ୍ଭ କରିବା ପୂର୍ବରୁ ମୁଁ ଗୋଟିଏ ଛୋଟିଆ କଥା କହିବାକୁ ଯାଉଛି। ଯେତେବେଳେ ଆଜି ସକାଳେ ମୋତେ କପିଳ ବାବୁ କହିଲେ ଯେ ସାର୍ ଟିକେ 10ଟା ବେଳକୁ ଆସିବେ, ଗୋଟେ କବିତା ଆସର ଅନୁଷ୍ଠିତ ହେବ। ମୁଁ ଭାବିଲି ବୋଧେ ଆମ ବ୍ରାହ୍ମଣୀପାଳ ଗ୍ରାମର ଯେଉଁ ଉଦ୍ୟୋଗମାନେ କବିମାନେ ଅଛନ୍ତି ବା କୁନି କୁନି ପିଲାମାନେ ଅଛନ୍ତି ସେଇମାନଙ୍କୁ ନେଇକି ଗୋଟେ କବିତା କାର୍ଯ୍ୟକ୍ରମ ହେଉଥିବ, ଯିବା ଟିକେ ଦେଖିବା, ଆନନ୍ଦର ଟିକେ ମାହୋଲ ଭିତରେ ନିଜକୁ କିଛି ସମୟ ହରେଇଦେବା। କିନ୍ତୁ ମୁଁ ଯେତେବେଳେ ଆସିକି ପହଞ୍ଚି ଦେଖୁଛି ଆଞ୍ଚଳିକ ସମସ୍ତ କବିତା ଯେଉଁ କବି ମାନେ ଆମର ସବୁ ରୁଦ୍ର ହେଇଛନ୍ତି ଏଠି, ସେମାନେ ହେଉଛନ୍ତି ଗୋଟିଏ ଗୋଟିଏ ଷଣ୍ଢ। ସବୁ ଷଣ୍ଢକୁ ନେଇ ବେଙ୍ଗଳା ପକେଇବା ଯାହା ଗୋଟେ ଦାଉଣିରେ ବାନ୍ଧିକି, ତେଣୁ ଏ ସଭାରେ ସଭା କାର୍ଯ୍ୟ କରିବା ସେହିପରି ମୋ ପକ୍ଷରେ ଗୋଟେ ହୀନ ଅଭିଯୁକ୍ତ ଭଳି ମୁଁ ଜଣେ। ତେଣୁ ଯଦି କିଛି ଦୁଷ୍ଟତା ହେବ ବା କିଛି ଭୁଲ ଭାଲ ହେବ ସେଥିପାଇଁ କ୍ଷମା କରିବେ ଆପଣମାନେ। ସାହିତ୍ୟ ହେଉଛି ଏକ ଅପାର ବୈଭବ। ଏ ଅପାର ସଂସାରରେ ସାହିତ୍ୟ ବିଭିନ୍ନ ଦିଗକୁ ଆଲୋଚନା କଲେ ଆମେ ଦେଖିବା ସାହିତ୍ୟରେ ଯେଉଁ ସବୁ ବିଭାଗ ଗୁଡ଼ିକ ରହିଛି, ଗଳ୍ପ, କବିତା, ଏକାଙ୍କିକା, ନାଟକ, ଏସବୁ ବିଭାଗ ଭିତରେ କବିତା ହେଉଛି ଅନ୍ୟତମ। ସିଏ ହେଉଛି ସମସ୍ତଙ୍କଠାରୁ ବଳିଷ୍ଠ ଜିନିଷ। ଅଳକା ପରୀର ଛବି ଯେ କବି ଦେଖିଛି ଯେନୁନ ମନରେ ଅଳକା ପରୀର ଛବି, ଯେ କବି ଦେଖିଛି ଉଆଁସ ମିଶିছে ନବଚେତନା ରବି, ଶୁଣିଛି ଆର୍ତ ସ୍ୱର ସେ କବି କୂଳକୁ ଅୟୁତ ପ୍ରଣାମ କରେ ମୁହିଁ ବାର ବାର, ବଞ୍ଚୁ କବିତା ଅସର ଜୟ ହେଉ ସାହିତ୍ୟ। ନିଶ୍ଚିତ ଭାବରେ ଆଜି ଏ କବିତା ଆସରକୁ ଆପଣମାନେ ରଥିମନ୍ତ କରିବେ ଆପଣମାନଙ୍କର ସୁରକ୍ଷିତ କବିତା ମାଧ୍ୟମରେ। ତେଣୁ ସର୍ବପ୍ରଥମେ କବି ଭାବ ସର୍ବପ୍ରଥମ କବି ଭାବରେ ସେ ମନ୍ତ୍ରକୁ ମୁଁ ଯାହାକୁ ଆହ୍ୱାନ କରିବି, ସେ ହେଉଛନ୍ତି ରଞ୍ଜନ କୁମାର ପ୍ରଧାନ ମହୋଦୟ। କବିତାର ଶିରୋନାମ ରଜ ଆସୁଛି। ବସି ଦିନ ଗଣେ କଷି କନିଆ ତ ପହିଲି ରଜକୁ ଆସିବୁ ଫେରି, ବସି ଦିନ ଗଣେ କଷି କନିଆ ତ ପହିଲି ରଜକୁ ଆସିବୁ ଫେରି, ଶଙ୍କର ହାତରେ ତିଥି ପଠଉଛି ଭୁଲି ଭୁଲି ଜମା ରାଣ ମହୋଇ। ରଜ ସକାଳେ ଏମିତି ନିଆରା ପର୍ବ, ଏମିତି ନିଆରା ମାଟିର ଗଣପର୍ବ ଇଏ ରଜ ପର୍ବ, ଯାହାକି ଆମକୁ ସବୁବେଳେ ଆନମନା କରିଥାଏ। ଆଜିର କବିତା ରଜ ଆସୁଛି। କବି ରଞ୍ଜନ କୁମାର ପ୍ରଧାନ ମହୋଦୟ ପରିବେଦନ ରଖିବି ସେ କବିତା ବର୍ତ୍ତମାନ ଶୁଣିବେ। ବରଷ
ପରେ ରଜ ଆସିଛି ବର୍ଷକ ପରେ ରଜ ଆସିଛି ରଜ ଆସିଛି ମୋ ଗାଁ ହସୁଛି ରଜ ଆସିଛି ମୋ ଗାଁ ହସୁଛି ମୋ ଗାଁ ହସୁଛି ମୋ ଗାଁ ହସୁଛି ପିଲାଠାରୁ ବୁଢ଼ା ମନ ବୁଡ଼ୁଛି ପିଲାଠାରୁ ବୁଢ଼ା ମନ ବୁଡ଼ୁଛି ଦାନ ଘାଟ ମହ ମହ ବାସୁଛି ଦାନ ଘାଟ ମହ ମହ ବାସୁଛି ଆସିଛି ମୋ ଗାଁ ହସୁଛି ଘରର ଘରଣୀ ପିଠା କରିଛି ଘରର ଘରଣୀ ପିଠା କରିଛି ପୁଅ ମଟନ ଚିକେନ ଖୋଜୁଛି ରଜ ଆସିଛି ମୋ ଗାଁ ହସୁଛି ଯେଉଁଠି ପୂଜାନୀର ଜନ କରାଯାଏ ଯେଉଁଠି ଘିଅ ଢଳାଯାଏ ସେଠି ଦେବତା ଆସନ୍ତି କି ନାହିଁ ମୁଁ ଜାଣେ ନା ଯେଉଁଠି ପବିତ୍ର ମଣିଷମାନଙ୍କର ପାଦ ପଡ଼େ ସେ ମଞ୍ଚ ମର୍ତ୍ତ୍ୟର ବୈକୁଣ୍ଠ ପାଲଟିଯାଏ ଆଜି ଠିକ୍ ସେଇଭଳି ଆଜି ମଞ୍ଚସେନ ହେଇଥିବା ନିଜ ଗୋଡ଼ରେ ଘରିଆ ନିଜ ଗୋଡ଼ରେ ବଢ଼ିଆ ଏବଂ ଆମ କଥାକୁ ସମ୍ମାନ ଦେଇ ପୂର୍ବ ଓଡ଼ିଶାରୁ ଆସିଥିବା ସୁଦୂର ବାସୁଦେବପୁରରୁ ଆସିଥିବା ବାସୁଦେବପୁର ବିହିଡ଼ରୁ ଆସିଥିବା ତିନି ଜଣ ଭାଇମାନେ ଆସିଛନ୍ତି ବିଶିଷ୍ଟ ଶାସ୍ତ୍ର ସାଧକ ଓଡ଼ିଶାର ବିଭିନ୍ନ କ୍ଷେତ୍ରର ବିଭିନ୍ନ ମଞ୍ଚକୁ ସେମାନେ ଯାଉଛନ୍ତି ମୋର ବନ୍ଧୁ ଦୀନରଞ୍ଜନ ବାଢ଼ୀ ଅନେକ ସୃଷ୍ଟିର ସ୍ରଷ୍ଟା ସେ ମଧ୍ୟ ଅଛନ୍ତି ତାଙ୍କୁ ଆମେ ଆହ୍ୱାନ କରୁଛୁ ମଞ୍ଚକୁ ଆଜି ସମ୍ମାନିତ ଅତିଥି ଭାବେ ଆଜି ବ୍ରାହ୍ମଣ ସାହିତ୍ୟ ସଂସଦ ଆମ ଗାଁ ରଜ ମହୋତ୍ସବରେ ସେ ଆଜିର ଅତିଥି ହେବେ ତେଣୁ ଆମେ ସ୍ୱାଗତ କରିଛୁ ଶ୍ରୀଯୁକ୍ତ ଦୀନରଞ୍ଜନ ବାଢ଼ୀ ମହୋଦୟ ସୁସ୍ୱାଗତମ୍ 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 এই পেট ଚାଖଣ୍ଡକ ପାଇଁ ଖଞ୍ଜକୁ କହିଲେ ପଦ୍ମଶ୍ରବଣ ଅନ୍ଧକୁ କହିଲେ ପଦ୍ମଲୋଚନ ଖଞ୍ଜକୁ କହିଲେ ପଦ୍ମଶ୍ରବଣ ଅନ୍ଧକୁ କହିଲେ ପଦ୍ମଲୋଚନ ପରିକୁ କହିଲେ ଭାଇ ତଥାପି ଏ ପେଟ ଚାଖଣ୍ଡକ ଜମା ତ ପୁରିଲା ନାହିଁ ଆଜି ବିଭିନ୍ନ ବର୍ଗର ଶିକ୍ଷକ ଅଛନ୍ତି ଏବଂ ଏମିତି ଶିକ୍ଷକ ଯାଉଛନ୍ତି ଆଜି ନିଜ ଜୀବନକୁ ତିଳ ତିଳ କରି ଜାଣିଛନ୍ତି କିନ୍ତୁ ଖଣ୍ଡାଏ ପେନସନ୍ ନାହିଁ କି ଗୋଟାଏ ଟଙ୍କା ନାହିଁ ଯେଉଁ ପାରିଲା ଝିଅ ଦିଟି ଅଛନ୍ତି ତାର ବାହାଘର କେମିତି ହେବ ମୁଁ ଘର ଚଳେଇବି କେମିତି କିଛି କେତେକ ସରକାରୀ କର୍ମଚାରୀ ଲକ୍ଷ ଲକ୍ଷ ଟଙ୍କା ପେନସନ୍ ପାଉଥିବା ବେଳେ ଆଉ କିଛି ଖାଲି ହାତରେ ଯାଉଛନ୍ତି এই কর্মরে কবিতা শীর্ষক বিকাশ বয়াচন্দ্র রাউত দেশ মেম্বর হাতড়ি তাকে আহ্বান করছি সে নিজের কবিতাকে উপস্থাপন করুন সমান পাঠক সমান শিক্ষক অলগা বেতন পাଆନ୍ତି যে পাঠ পড়াନ୍ତି ସେମାନେ ଜାଣନ୍ତି ପରୀକ୍ଷାକୁ ପିଲା ଡରନ୍ତି ସରକାରୀ ଶିକ୍ଷକ ନିଜର ପିଲାଙ୍କୁ ଘରେ ସ୍କୁଲରେ ପଢ଼ାନ୍ତି ଖାଦ୍ୟ ସାହିତ୍ୟ ୟୁନିଫର୍ମ ବାଣ୍ଟି ନିଜର ଦାୟିତ୍ୱ ତୁଲାନ୍ତି ଦଣ୍ଡମୁକ୍ତ ପାଠ ନାଚାର ଶିକ୍ଷକ ପିଲାଙ୍କ ବିକାଶ ଶାଖରେ ଛାତ୍ରଙ୍କ ବିକାଶ ସିଗାରେଟ ଗୁଟୁକାରେ ଛାତ୍ରୀଙ୍କ ବିକାଶ ପ୍ରେମରେ ଏବେ ବି ଅଛନ୍ତି ବହୁ ଜନଜାତି ତାଙ୍କଠୁ ବିକାଶ ଦୂରରେ ଅପହଂସ ସେଠି ଶିକ୍ଷା ସ୍ୱାସ୍ଥ୍ୟ ସେବା ବାସ ତାଙ୍କ ଗଛ ମୂଳରେ ପୌଷ ମାସର କମି ଅସମାନ ଭଦ୍ର ଦରୁର ଗାଁ ପଡ଼ିଥାଏ କବା ସ୍ଥାନରେ କପଟ ଫୁଟିବାର ଶୋଭା ତାରା ଫୁଟିବାର ମୌସବ ପରି ହେଉଛନ୍ତି ମନୋଲୋଭା ସୋରିଷ କ୍ଷେତର ବର୍ଣ୍ଣ ଦଣ୍ଡ ପକାଇ ଅନ୍ତରତର କରୁନାହିଁ ମହାକାଶ ମନେ ପଡ଼ୁନାହିଁ ତୋରି ମାର ଛଳିଲ ଚପଳ ନଈ ପଲ୍ଲୀ ମଧୁର ସ୍ନିଗ୍ଧ ମଧୁର ପାଣି ବୋହିବାର ସଇ ମନେ ପଡ଼ୁନାହିଁ ତାଳବଣ ତଳେ ଗୋଷ୍ଠ ବିହାରୀ ଧନ ମନେ ପଡ଼ୁନାହିଁ ଗୋପାଳ ପୁଅର ଆଜି ମନୁଷ୍ୟ ସହରାଭିମୁଖୀ ଦେଇଛି ଦାଦା ଘଟିବା ପାଇଁ ଏ ମାଟିର ମହତ ଏ ମାଟିର ମାୟାକୁ ଭୁଲି ଆଜି ଚାଲି ଯାଉଛୁ ଅନେକ ଦୂରକୁ କିନ୍ତୁ ଆମ ସଂସ୍କୃତି ଆମ ପରମ୍ପରା ଆମ ଐତିହ୍ୟ ମହାନ ତାହା ଆମେ ବର୍ତ୍ତମାନ ବୁଝିପାରୁନାହାନ୍ତି ଏହା ବଡ଼ ଦୁଃଖର କଥା ତେବେ ଏମିତି ଏକ ସାମ୍ପ୍ରତିକ ପରିସ୍ଥିତିକୁ ନେଇ ପରବର୍ତ୍ତୀ କବିତାର ଶିରୋନାମା ରଜ ପ୍ରସାର କବି ନାରାୟଣ ସାହୁ ମୁଁ ନିବେଦନ ରଖିବି
से वर्तमान कविता पढ़ी शुणेबे एवं नारायण चंद्र साहू निवेदन रखी एवं कविता शुणेबे आम निश्चित भाव में समस्त सारस्वत श्रेष्ठ मान कृतज्ञता ज्ञापन करुचु आज कार्यक्रम जय जगन्नाथ राधा कृष्णाय नमः। एठी जहाँ हो गाँव आसरे आमर दूर दूरांतर कवि भाई मैंने आसी बहुत बहुत धन्यवाद। गाँव पर्व से जाकजमक नहेले मुझे आसि बहुत भल लगे कहीं ये हूँ राधाकृष्ण आसर ये प्रभु निजे स्वयं विराजमान कर पुणी विशेष आकर्षण हो गाँव कुणी कुणी छुआ मान दोली चली तारी भितर ये गोटे निरा कार्यक्रम कविता आस तेणु से आज जो पवित्र पर्व आम रज पर्व आज मझी रज संक्रांति यही उद्देश्य मोर एक कवितार शीर्षक हूँ रज पसरा। पटा दौड़ी के कला पटा दौड़ी के कला ब्राह्मणी कला रे रज उत्सव रे बंधु मिलन होइला भाई रे बंधु मिलन होइला लोड़ा नाही मिठा पीठा लोड़ा नाही मिठा पीठा संपर्क मिठा अति नियारा रे छाड़े नहीं लोटा ये तो साहित्य आसर हो ये तो साहित्य आसर ये तो साहित्य आसर हो ये तो साहित्य आसर एठी शबद दोड़ीटा उड़ुछि कर शबद दोड़ीटा उड़ुछि कर लागुछि भारी सुंदर हो लागुछि भारी सुंदर भाषा चकुड़िए डोरी हो भाषा चकुड़िए डोरी आरिसा काकरा मंडाओ पोड़ो आरिसा काकरा मंडाओ पोड़ो स्वाद लागुछि भारी हो स्वाद लागुछि भारी ओडिया मो मातृभाषा ओडिया मो मातृभाषा खेली पान ठारू भारी सरसा खेली पान ठारू भारी सरसा रजरे करबे उषा हो रजरे करबे उषा रजरे करबे उषा हो रजरे करबे उषा आज रज साहित्य सभारे हो रज साहित्य सभारे आज रज साहित्य सभारे हो रज साहित्य सभारे बाड़ी देली रज पसरा बाड़ी देली रज पसरा हेन सर्वे आनंद रे हो हेन सर्वे आनंद रे भाई माने हेन सर्वे आनंद रे हो हेन सर्वे आमे कोणार्क आमे विश्व प्रसिद्ध जगन्नाथ मंदिर आमे वंशधर आम संस्कृति जगन्नाथ संस्कृति आम भाषा ओडिया भारी बढ़िया केवल आम अंचल आम राज्य पाइने सात दरिया 13 आज समग्र पृथ्वी में नूतन झलक सृष्टि कर रज महोत्सव साहित्य प्रकाशन बारो मासरे तेरो परब बारो मासरे तेरो परब सबु लागे नुआ नुआ धान बिलरे सुना फसल पवनरी मन छुआ शीतल चकुड़ी आरिस पिठा गछरे कोई गाए कविता एठी बासी पखालो
या आज आम समस्त बंधु मान प्रणाम यदि त्रुटि थाए मात्रा करिए मोर कविता ब्राह्मणी कला उत्सव साहित्य आसर ब्राह्मणी कला रजम उत्सव साहित्य आसर रजम उत्सव अभिनंदन सबको रहिला भाई सरवे आसिबे आमरी गाँ को प्रीतिर दशरा नहीं प्रीतिर दशरा नहीं भाईचारा एठी सबुठु निया भाईचारा एठी सबुठु नियारा एकता सूत्र रे बंधा वृद्ध ठारू वृद्धा युवक युवती चाहि रही सदा चाहि रही सदा ज्ञानर एमाटी होईछि एकाठी ज्ञानर एमाटी होईछि एकाठी भाषार उन्नति पानी आम संस्कृति आम परंपरा अक्षुण्ण रखिबा भाई कवि बंधु नहीं करिबा आसर पानी रजम उत्सव ओडिया अस्मिता केड़े सते मिठा देखिब सारा जगत बड़ ठाकुर जे आमरी आराध्य कोटी ओडियार मौरमणि गौरवे कहिबा आमेरे ओडिया आम साथे केही नुहई सरी एंतुड़ी सालरू मसाणीर पोथी एई सही ब्राह्मणी कलार माटी एंतुड़ी सालरू मसाणीर पोथी एई सही ब्राह्मणी कलार माटी रहिछि जेउठी मोबाइल यौवन बार्धक्यर अभुला स्मृति रहिछि जेउठी मोबाइल यौवन बार्धक्यर अभुला स्मृति ये सही ब्राह्मणी कलार माटी ये सही ब्राह्मणी कलार माटी जय जगन्नाथ धन्यवाद गाँव माटी प्रति जो ममता जो महत्व गाँव महापरिष्ठता भाव राज्य समस्त को चढ़ी नयन बेनी पाखरे गांता रस कविता चिर यौवन प्रणय गाथा जो मुंता मुख भोरंता समस्ते कहते तमे बोली समस्ते कहते तमे बोली से तो मेरा माने नहीं तमे जेतरे तमे डाकी दियो एते मिठा काहे असंतु पत्नी को सहधर्मी को आमर आज उपमंत्र थिबा आज कार्यक्रम को बुद्धिमंत करबा पाई नेपथ्य थाई उपमंत्र थाई जो मुरली भाई आज कार्यक्रम को बुद्धिमंत करछंती व्यंग कवि मुरली भाई को वर्तमान आह्वान करछि तांका कवितार शिरोनाम ओ स्त्री तो भारी बढ़िया निश्चित भाव में देखिबा केमिति भाव से स्त्री को उपस्थापन करछंती हेलो कथा तेड़ा मेड़ा लगाम छड़ाका रंग ढंग द्वारा सब नियारा अबाज्ञा लोके व्यंग प्रतिकारे सवार करई दुनिया सारा से अन्य केही नुहे भाई मु व्यंग बेपारी मुरली बेहरा मो कविता शीर्षक मो स्त्री तो बहुत बढ़िया अरे डिजिटल जुगे फ्री पूरा फ्री नहीं अपर छनिया होल स्मार्ट साइट स्टाइल स्माइली कथारे फायदा किनिया कहू खाए माई किनिया नारी सशक्तिकरण तो हेछि सबो क्षेत्र नारी आगुआ आमे सबो क्षेत्र नारी आगुआ राइज बाहरे गेरप्त विचार देख राइज बाहरे गेरप्त विचार दादन घटिकी हालिया दरमा बारी रे जानु धम डाकी मारी आम खाए मानिया ममेली बढ़े अरुआ ढोल बड़ी रे डांस करती भाई रे छांचुनी पहरा छाटिया मुहरे कटली कॉस्मेटिक मारी मुहरे कटली कॉस्मेटिक मारे साड़ी पिंधा लगे अरुआ नाइटी पिंधुची रील्स करुची मानु नहीं बड़ बड़ुआ कथा गुड़ा भारी राढ़ुआ उपरटा सिना सैनी चिकन भाई रे भीतरटा फुल भलिया तार भीतरटा फुल भलिया एटी कुकुर खाउची चिकन मटन कुकुर खाउची चिकन मटन मरद को भावे मुलिया शॉपिंग करिवो दिन को जीवो कहि जमिता मछुआ रांधी दबु सादी रोसिया पोछा मारिथिबु जदि न करिवो तो कथा बुझी नेबी झाटिया मुहम्मद इस्पात आइले गोटे सत कथा कहबाक गले बाहर मु जदि बमुची दुनिया रे एबे काहार को मोर डर नाही केवल मो स्त्री को डर मुहम्मद इस्पात पक्ष समीपात बाहर मु भद्र लोकिया संसार रे जदि डरे मु काहाकू से मोर माई किनिया
ଯାହାକି କହେ ଦୁନିଆ ମାନ ସମ୍ମାନ ଲିକ୍ ହବ ବୋଲି ମୁଁ ମିଛ କହି ପୁରା ମିଛୁଆ ମୁଁ ମିଛ କହି ପୁରା ମିଛୁଆ ନାରୀ ନିର୍ଯାତନା ସବୁ ମିଛଟା ନାରୀ ନିର୍ଯାତନା ସବୁ ମିଛଟା ମରଦ ପାଇଁ ଅଠା କାଣ୍ଡିଆ ସ୍ତ୍ରୀ ନାମ ସିନା ସ୍ତ୍ରୀ ପରି କାମ ଅଲୱେଜ ଅର୍ଡର ମାନୁଥା ଆରେ ତୁ ହେଇଯା ଅମୃତ ବେଇଆ ହାତ ଗୋଡ଼ ଘଷି କର ତାକୁ ଖୁସି ମେଣ୍ଢା ନୁହେଁ ସାଥି ଭେଣ୍ଡିଆ ତୁ ମେଣ୍ଢା ନୁହେଁ ସାଥି ଭେଣ୍ଡିଆ ମୋ ଭଳିଆ ସ୍ୱାମୀମାନେ ଯେତିକି ଅଛ ପାଖରେ ସମସ୍ତଙ୍କୁ ଭାଇ ଗୋଟିଏ ଅନୁରୋଧ କରୁଛି ହେ ଆଜ୍ଞା ପାଳନକାରୀ ସ୍ୱାମୀମାନେ ହେ ଆଜ୍ଞା ପାଳନକାରୀ ସ୍ୱାମୀମାନେ ନିଜକୁ ସଜାଅ ମିଛୁଆ କଥା ବଢ଼ାଇଲେ ନାଲି କୋଠା କଥା ଭାବିକି ନାଗିବ ଛାନିଆ ମୂଳରୁ ଦୁଟା ସେ ଅଡୁଆ ଚାରିଆଡ଼େ ବୁଲି ଗାଉଥା ଭାଇରେ ଚାରିଆଡ଼େ ବୁଲି ଗାଉଥା ଭାଇରେ ମୋ ସ୍ତ୍ରୀ ତ ବହୁତ ବଢ଼ିଆ ମୋ ସ୍ତ୍ରୀ ତ ବହୁତ ବଢ଼ିଆ ମୋ ସ୍ତ୍ରୀ ତ ତାଙ୍କୁ ଦିଗ୍ଦର୍ଶନ ଦେବା ପାଇଁ କବିତାର ମାଧ୍ୟମରେ ତାଙ୍କର ଯେଉଁ ଆବେଗ ଯେଉଁ ଉଚ୍ଛ୍ୱାସ ନିଶ୍ଚିତ ପ୍ରଶଂସନୀୟ ତେଣୁ ତାଙ୍କୁ ମୁଁ ଥରେ ଶୁଭେଚ୍ଛା ଜ୍ଞାପନ କରିବି ପରବର୍ତ୍ତୀ କବିତାକୁ ଯିବା ପରବର୍ତ୍ତୀ କବିତାର ଶିରୋନାମା ରଜ ମହୋତ୍ସବ ଓ ରଜ ଦୋଳି କବି ଅନନ୍ତ ଚରଣ ମୁରଲୀ ବଡ଼ ଭାଇ ଅନନ୍ତ ଭାଇଙ୍କୁ ନିବେଦନ ରଖିବି ଅଛନ୍ତି ଆହ୍ୱାନ କରିବି ବଡ଼ ଭାଇ ଅନନ୍ତ ଚରଣ ମୁରଲୀଙ୍କୁ ସେ ବର୍ତ୍ତମାନ ତାଙ୍କ କବିତା ଆମମାନଙ୍କୁ ଶୁଣେଇବେ ରଜ ମହୋତ୍ସବ ଓ ରଜ ଦୋଳି ଆର ଛଡ଼ା ହେଲାନି ଆଜି ସମସ୍ତ ସାଧାରଣତଃ ଈଶ୍ୱରମାନଙ୍କୁ ପ୍ରଣାମ ଆଜିକାର କବିତା ଶୀର୍ଷକ ରଜ ମହୋତ୍ସବ ବାର ମାସେ 13 ପର୍ବ ଭିତରେ ରଜ ପର୍ବ ନିଆରା ମାସକ ପୂର୍ବରୁ ସଜବାଜ ମନ ହୁଏ ଆତ୍ମହରା ମନ ହୁଏ ଆତ୍ମହରା ଅତର ସାବିନୀ ଗଣଳତା ଅତର ସାବିନୀ ଗଣଳତା ସାଥିରେ ବାସନା ତେଲ କୁକୁମ ଦେଖିଲି ରୁମାଲ ଧିରାରେ ମନଟି ଥାଏ ପ୍ରଫୁଲ୍ଲ ମନଟି ଥାଏ ପ୍ରଫୁଲ୍ଲ ପକାବାନ ରଜ ହୁଏ ଅତି ଦରକାରୀ ନୂଆ ଜାମା ପ୍ୟାଣ୍ଟ ନୂଆ ପାଦ ବାଜେ ସଦାବାଦନ ସବୁରି ଓ ସଦାବାଦନ ସବୁରି ଘରେ ଘରେ ଗାଁ ଦୋକାନରେ ପଡ଼େ ଡଙ୍ଗା ଖାଇ ଦୋଳି ହରିହାଟ ଦେଖି ଭକ୍ତି ଜାତ ହୁଏ ହରିହାଟ ଦେଖି ଭକ୍ତି ଜାତ ହୁଏ ଆନନ୍ଦରେ ଦୋଳି ଖେଳି ହୋ ଆନନ୍ଦରେ ଦୋଳି ଖେଳି ରଜ ପାନ ଖଣ୍ଡେ ପାଟିରେ ପୁରାଇ ପାଟି ହୋଇଯାଏ ନାଲି ରଜ ପାନର ସୁଆଦ ନିଆରା ରଜ ପାନର ସୁଆଦ ନିଆରା କେବେ ହୁଏ ନାହିଁ ଭୁଲି କେବେ ହୁଏ ନାହିଁ ଭୁଲି ଆମ ପରମ୍ପରାର ଜରମ ଧୀରେ ଧୀରେ ଯାଏ ଆମ ପରମ୍ପରାର ଜରମ ଧୀରେ ଧୀରେ ଯାଏ ଏବେ ଖାଲି ଚାଲେ ରଜ ମହୋତ୍ସବ ডিজে ডাক বাজি বাজি ও ডিজে ডাক বাজি বাজি গোটিয়ে জাগারে ହୁଏ ମହୋତ୍ସବ ଦୋଳି ସବୁ ପକାଇ ଅଶ୍ଳୀଳ ନାଚରେ ମୁଖରିତ ହୁଏ ଅଶ୍ଳୀଳ ନାଚରେ ମୁଖରିତ ହୁଏ ରଜ ବସା ଦୂରେ ଥାଇ ରଜ ବସା ଦୂରେ ଥାଇ ପୂର୍ବ ପରମ୍ପରା ପୂର୍ବ ଐତିହ୍ୟକୁ ବଞ୍ଚାଇବାକୁ ପଡ଼ିବ ପୂର୍ବ ପରମ୍ପରା ପୂର୍ବ ଐତିହ୍ୟକୁ ବଞ୍ଚାଇବାକୁ ପଡ଼ିବ ସାହିତ୍ୟ ଭାଷାର ସ୍ରଷ୍ଟାମାନଙ୍କର ସାହିତ୍ୟ ଭାଷାର ସ୍ରଷ୍ଟାମାନଙ୍କର ଲେଖନୀ ସନ୍ଦେଶ ଦେବ ଲେଖନୀ ସନ୍ଦେଶ ଦେବ କବି ପ୍ରାବନ୍ଧିକ ଗାର୍ଥିକ ସମତାର କବି ପ୍ରାବନ୍ଧିକ ଗାର୍ଥିକ ସମତାର ବଳିଷ୍ଠ ଲେଖନୀ ଦ୍ୱାରା
ପୂର୍ବ ପରମ୍ପରା ନିଶ୍ଚୟ ଫେରିବ ପୂର୍ବ ପରମ୍ପରା ନିଶ୍ଚୟ ଫେରିବ କହିବ ମୃତରା କହିବ ମୃତରା ଜୟ 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 ଜୀବନର ଦୋଷ ଜୀବନର କୀର୍ତ୍ତି ଯେତେ ଅଛି ସ୍ୱାଭିମାନ ସେହି ଅମରତ୍ୱର ଶିବଗହର ଦେଉଥିବ ସମ୍ମାନ ସୁଧାମୟ ସୃଷ୍ଟି ମଧୁମୟ ସୃଷ୍ଟି ଏ ସୃଷ୍ଟି ଅମୃତମୟ ଚାଲିଯିବ ଦିନ ରହିଯିବ ଚିହ୍ନ ଏହି ତାର ପରିଚୟ ଆସନ୍ତୁ ଥିବା ପୂର୍ବରୁ ଆମେ ସେ ପୁଣ୍ୟାତ୍ମା ଏବଂ ପ୍ରଭୁଙ୍କ ଶ୍ରୀଚରଣ ତଳେ ଆମ ମଥାକୁ ଆମ ଦୁଇ ହାତକୁ ଟେକି ଦେବା ସେହି ମର୍ମରେ ଲେଖି ମୋର ବଡ଼ ଭାଇ ଏବଂ ସାନ ଭାଇ ବିଶ୍ୱନାଥ ଜିଙ୍କ ରାଉତ ସମ୍ପାଦକ କାନ୍ତକବି ସାହିତ୍ୟ ପରିଷଦ ଭଦ୍ରକ ଜଳିଛନ୍ତି ଜଳିବାର ଦୁଃଖ କେତେ ରହିଛି ଯିଏ ଜଳିବାରେ ସେହି ଲୁହର ଠିକା ହସ ଲାଗିଲେ ହସଟି ପାରିବ ଦେଇ ଯନ୍ତ୍ରଣା ମୋତେ ଯନ୍ତ୍ରଣା ଦେଉଛି ପାରିକି କରିବ କେହି ତଥାପି ମୋକ୍ଷ ଅପେକ୍ଷାରେ ଏବେ ବି ଚାହିଁଛି ହେଇ ଏବେ ବି ଚାହିଁଛି ରହି ଚଳ ନିବାସାୟ ନିତ୍ୟାୟ ପରମାତ୍ମନେ ବଳଭଦ୍ର ସୁଭଦ୍ରା ଜଗଦ୍ରା ଜୟ ଜଗନ୍ନାଥ ସ୍ୱାମୀ ନୟନପଦ ଗାଳି ଭଗବତୀ ଆମ ଓଡ଼ିଶା ଜଗନ୍ନାଥ ସଂସ୍କୃତି ପ୍ରତ୍ୟେକ ପର୍ବ କେବଳ ନାଁ ଭିନ୍ନ ଭିନ୍ନ କିନ୍ତୁ ସବୁର ମୂଳରେ ଜଗନ୍ନାଥ ଆମେ ପୁରୀ ଜଗନ୍ନାଥ ଯାଆନ୍ତି କିନ୍ତୁ ସେଠି ଆଉ ଗୋଟେ ଜିନିଷ ଅଛି ସ୍ୱର୍ଗଦ୍ୱାର ସମସ୍ତେ ବୟସ୍କ ଲୋକ ଚିନ୍ତା କରନ୍ତି ଘରେ କହିକି ଯାଆନ୍ତି ଯଦି ବାବୁରେ ସକ୍ଷମ ହୁଏ ମୁଁ ଗଲା ପରେ ଟିକେ ସ୍ୱର୍ଗଦ୍ୱାରରେ ନେଇ ପଡ଼ିବି କାହିଁକି ନା ସମସ୍ତଙ୍କ ମନରେ ଏଇ ଗୋଟିଏ ବିଶ୍ୱାସ ଥାଏ ଯେ ସ୍ୱର୍ଗଦ୍ୱାର ପୋଡ଼ା ହେଲେ ମୋକ୍ଷ ହୁଏ କିନ୍ତୁ ମୋକ୍ଷ କ'ଣ ଯେଉଁ ପିଲା ବୁଢ଼ା ବୟସରେ ତା ବାପା ମାଆଙ୍କୁ 5 ଟଙ୍କାର ଔଷଧ ନ ଦିଏ ସେ 50,000 ଟଙ୍କା ଖର୍ଚ୍ଚ କରି ଗୟା ଗଙ୍ଗାରେ ଅସ୍ଥି ବିସର୍ଜନ କରେ କ'ଣ ବାପା ମୋକ୍ଷ ହୁଏ ନା ମୁଁ ଦାର୍ଶନିକ ନୁହେଁ ବଡ଼ ସତ୍ୟତାତ୍ତ୍ୱିକ ନୁହେଁ ଜ୍ଞାନୀ ନୁହେଁ ସାଧାରଣ ମଣିଷଟେ ସେ ମୋକ୍ଷକୁ ମୁଁ କ'ଣ ବୁଝେ ଏଇଟା ମୋ ଭାଷା ଯଦି ଆପଣଙ୍କୁ ଭଲ ଲାଗେ ତ କହିବେ କିନ୍ତୁ ଭୁଲ ଥାଇ କହିବେ ମୋର କବିତା ଶୀର୍ଷକ ମୋକ୍ଷ ଛାତି ଭିତର ସବୁ ହାଉଦାସ ସବୁ ଅବଶୋଷ ଆଉ ସବୁ ଅନୁତାପ ଗୋଟିଏ ଦୀର୍ଘଶ୍ୱାସ ସହିତ ମୁକ୍ତି ପାଇଥାଏ ନିଜ ଛାତି ଭିତର ସବୁ ହାଉଦାସ ସବୁ ଅବଶୋଷ ସବୁ ଅନୁତାପ ଗୋଟିଏ ଦୀର୍ଘଶ୍ୱାସ ସହିତ ମୁକ୍ତି ପାଇଯାଆନ୍ତି କିଛି କହିବାର ନଥାଏ କି କାହାକୁ ବୁଝେଇବାର ନଥାଏ କିଛି କହିବାର ନଥାଏ କି କାହାକୁ ବୁଝେଇବାର ନଥାଏ ନିଜ କୃତ କର୍ମରେ ହିସାବ ଦେବାର ନଥାଏ କେବଳ ରଣ ନିଆଁ ଭିତରେ ନିଜ ସତ୍ତାକୁ ପାଉଁଶ କରି ନିଜେ ଗୋଟେ ଅବଶେଷ କାଳରେ ଯାଏ କେଉଁଠି ଗଲି କେଉଁଠି ମଲି ସ୍ୱର୍ଗ ଦ୍ୱାର କି ଗାଁ ମଶାଣି ଚୁଲି କେଉଁଠି ଗଲି କେଉଁଠି ମଲି ସ୍ୱର୍ଗ ଦ୍ୱାର କି ଗାଁ ମଶାଣି ଚୁଲି ମନ ଜଳିବା ଅପେକ୍ଷା ଦେହ ଜଳିବାଟା ଭଲ ଲାଗେ ମନ ଜଳିବା ଅପେକ୍ଷା ଦେହ ଜଳିବାଟା ଅଧିକ ଭଲ ଲାଗେ ଚିତ୍ରଗୁପ୍ତର ହିସାବ ବିକାଶ କରି ଯେତେବେଳେ ଜମାଦାରଙ୍କ ଦୌଡ଼ିରେ ଆତ୍ମା ଗଙ୍ଗା ହୋଇ ଘୋଷଣା ହୋଇଯାଏ ସେତେବେଳେ ସ୍ୱର୍ଗର ରାସ୍ତା କି ନର୍କର ରାସ୍ତା ଦେଖିବାର କାହାର ଆବଶ୍ୟକତା ନଥାଏ ଯେତେବେଳେ ଜମାଦାରଙ୍କ ଦୌଡ଼ିରେ ଗଙ୍ଗା ହୋଇ ଆତ୍ମା ଘୋଷାରି ହୋଇଯାଏ अनेक आवेग अनेक उच्छ्वास कविता माध्यम निश्चित भाव में कविता समस्त हृदय एक स्पंदन सृष्टि अनेक अनेक कृतज्ञता थांता के पक्ष मर विहंगम सम थांता के पक्ष मर विहंगम सम शांति ओढ़ी भूत नमीश्य कानने मुक्ति दीक्षा मंत्र बड़े आत्मा कोटि मम मिशि जानता हेले सेठी षष्ठ चरण आसन्तु परवर्ती कवितार शिरोनामा आत्मा निवेदन बड़ भाई सुरेंद्र कुमार परिड़ा निवेदन रखी वर्तमान कविता पाठ करेंगे आत्मा निवेदन हेलो रज महोत्सव उपस्थित समस्त ग्रामवासी अतिथि कवि कलाकार पिलाମାନେ ତଥା ସମସ୍ତ ଶତକୋଟି ନମସ୍କାର ମୋର କବିତା ଶୀର୍ଷକ ଆତ୍ମନିବେଦନ ଯେତେ ଦୁଃଖ ଦେବ ଦିଅ ହେ ଠାକୁର মথা পাতি সুখ সংসার আবশ্যক নাহি সবু তম
ଶେଷ ଦର୍ଶନ ପାଇ ଶେଷ ଦର୍ଶନ ପାଇ ଏତିକି ମାଗୁଣି ଶ୍ରୀଚରଣେ ମୋର ଆଉ କିଛି ଲୋଡ଼ା ନାହିଁ ଶ୍ରୀପଦ ଶରଣ ଦେବ ହେ ଗୋସାଇ ପର କରି ଦେବ ନାହିଁ ପର କରି ନିଦା ଯିବ ଜଳି ଯେତେ ପ୍ରାଣବନ୍ତ ହେଲେ ଜୀବନ ମରଣେ ପଡ଼େ ବସନ୍ତ ସୁଷମା ମଧୁ ସୌରଭ ଜୀବନେ ଯେତିକି ସତ ନିଦାଘରା ବିକୃଷ୍ଣ ତାଠୁ ପରିଚିତ ଆସନ୍ତୁ ଆମେ ପୃଥ୍ୱୀ ପୃଷ୍ଠରେ ଯିବା ପୂର୍ବରୁ ସେଇ ଗୋଟିଏ ନାଁ ନେଇ ଯିବା ଗୋଟେ ଏପିଏଲ୍ ପାଇଁ ଯୋଉ ନାଁ ବିପିଏଲ୍ ପାଇଁ ସେଇ ନାଁ ଗୋଟେ ସାଧାରଣ ମଣିଷ ପାଇଁ ଯୋଉ ନାଁ ଆଉ ଯିବା ବେଳେ ସେ ଯେତେ ବଡ଼ ମହାପୁରୁଷ ହେଲେ ବି ତାଙ୍କ ପାଇଁ ସେଇ ନାଁ ରାମ ନାମ ସତ୍ୟ ହେ ମଶାନୀ ଯିବା ପୂର୍ବରୁ କିଛି ପ୍ରତିଭା ଛାଡ଼ି ଦେଇଯିବା ଯେକି ଆମେ ଆମ ପାଇଁ ସମସ୍ତେ ଶୁଣିବେ ଗାଁ ମଶାଣୀ ପ୍ରୀତିମୟୀ ମହାନ୍ତି ଶିଳଙ୍ଗୀ ବଳଭଦ୍ର ପ୍ରୀତିମୟୀ ମହାନ୍ତି ବୋଲି ପ୍ରତିଭା ଆମେ ତାକୁ ଟିକେ ଜୋରଦାର କରିବା ପ୍ରୀତିମୟୀ ମହାନ୍ତିକୁ ଗାଁ ମଶାଣୀ ଉପରେ ସେ ଲେଖିଛି ବହୁତ ସୁନ୍ଦର କବିତା ଯେତେ ବି ହେଲେ ବାଟ ବଣା ଗାଁ ମଶାଣୀ ଶେଷ ଠିକଣା ସମସ୍ତଙ୍କୁ ମୋର ଭୂମିଷ୍ଠ ପ୍ରଣାମ। ମୋ ନାଁ ପ୍ରୀତିମୟୀ ମହାନ୍ତି। ମୋ କବିତାର ଶୀର୍ଷକ ଗାଁ ମଶାଣୀ। ଯେତେ ବି ହେଲେ ବାଟ ବଣା ଗାଁ ମଶାଣୀ ଶେଷ ଠିକଣା ସଠିକ ଘରଠୁ ଖଇ ଦୌଡ଼ି ମୋ ଗାଁ ମଝି ଦେଇଛି ରଜାଡ଼ି ଜନ୍ମ ହେଲି ମୁଁ ଭୂମିରେ ପଡ଼ିଲି ମାଟିର ସ୍ପର୍ଶ ପ୍ରଥମେ ପାଇଲି ଧୂଳି ଧୂସରେ କାଟିଲି ପିଲାଦିନ ଗାଁ ମଶାଣୀରେ ଶେଷ ଏ ଜୀବନ ଝୁରୁଥିବ ମାଟି ମୁଁ ଫେରିବି ନାହିଁ ମଶାଣୀକୁ ଯିବି କୋକେଇରେ ଶୋଇ ଜୁଇରେ ଶୋଇବି ଜଳିବ ଚିତା ରହୁଥିବ ଖାଲି ମୋ ଅଧିକ କଥା ଜନମ ବେଳେ ଖୁସି ଥିଲେ କେତେ ମରଣ ଚାରିଆଡ଼େ ଝୁରୁଛନ୍ତି ମତେ ଖାଲି ହାତେ ଆସି ଖାଲି ହାତେ ଯାଉଛି ଚାରିଆଡ଼େ ଖାଲି ରାମ ନାମ ସତ୍ୟ ଶୁଭୁଛି ଜନମେ କୋଳେ ଥିଲି ଆଜି ଯାଉଛି ଚାରି କାନ୍ଧେ ଆସିଥିଲି କାନ୍ଦି ଯାଉଛି ମହାନନ୍ଦେ ଲିଭିବ ବଗିଚା ଦିଏ ପାଉଁଶ ହେବି ମୁନି ଆତ୍ମୀୟଙ୍କୁ ଦେଖି ରଙ୍ଗ କାନ୍ଦୁଥିବ କଇଁ ଲୁଚିଗଲା ସୂର୍ଯ୍ୟ ହେଲା ଘର ସୂର୍ଯ୍ୟାସ୍ତ ମୁଖେ ତୁଳସୀ ଦେଇ ଶୁଣାଇ ଭାଗବତ ଲୁଚିଗଲା ସୂର୍ଯ୍ୟ ହେଲା ଘର ସୂର୍ଯ୍ୟାସ୍ତ ମୁଖେ ତୁଳସୀ ଦେଇ ଶୁଣାଇ ଭାଗବତ ଶେଷଗ୍ରସ୍ତ କରି ମୁଁ ଯାଉଛି ମଶାଣୀ ଏ ଜୀବନ ରଙ୍ଗମଞ୍ଚେ ସରିଗଲା ମୋ କାହାଣୀ ପ୍ରାର୍ଥନା ରଖିବି ଓଡ଼ିଶାର ମାନଚିତ୍ର ତଦେବେ ଧରଛୁ ଓଡ଼ିଆର ଜୟ ଫେରି କଣ୍ଠ ଭରଛୁ ଦେଶ ଜାତି ପାଇଁ ଗୌରବ ହେବୁ ନିଦୁଆ ଆଖିରେ ପଲକ ସାଜିବୁ କାଲି ଜୀବନରେ ଜୀବନ ଯୁଦ୍ଧରେ ଦେଖି ସମୟର ଭରସା କରା ଖିଲି ହସତର ମୁକୁଟା ଛାୟା ବର୍ତ୍ତମାନ ମଶାର କରିବେ ରଖିବି असुर देवता समुद्र मकुले बाहरिला तपु सुधा असुर बोली से दुई खंड होला अमृत को गिली सुधा निज धन देले दक्षता संपन्न जीवन हुए भी पन्न सुधा अंगुली छिन्न कला एकलव्य मागी बारु गुरु द्रोण
ସାଙ୍ଗ ହୋଇ ରହିଲା ବେଳାର ସେନ ପ୍ରଭୁଠାରୁ ବୃକ୍ଷ ହୋଇଥାଏ ଶ୍ରେଷ୍ଠ ପ୍ରଭୁଠାରୁ ବୃକ୍ଷ ହୋଇଥାଏ ଶ୍ରେଷ୍ଠ ନିଜ କାର୍ଯ୍ୟ ଥିଲେ ଜ୍ଞାନ ନିଜ କାର୍ଯ୍ୟ ଥିଲେ ଜ୍ଞାନ ସେତୁ ବନ୍ଧ ବାନ୍ଧି ଲଙ୍କା ଗଲେ ରାମ ଦେଇଗଲା ହନୁମାନ। ନାରୀ ତ ନୁହେଁ ପୁରୁଷ ଜାତିର ନର୍ମ ଗାଇଲେ ଖାଲି ସଂସାର ତଳେ ଯଶ ରଜେଛି ଧର୍ମ ଗାଇଲେ ବୋଲି ଫୁଲ ସରକାରୀ ଧରିନି ଆଖିରେ କହିଛି ବଜ୍ର ବଣ ଗାଳି ଦେଇଅଛି ପୁରୁଷର ଯେବେ ପାପାରେ ଧରିଛି। ଆଜି ସାହିତ୍ୟ ଜଗତରେ ସାହିତ୍ୟ ସମାଜରେ ଧୀରେ ଧୀରେ ମା ମାନଙ୍କର ସଂଖ୍ୟା କମି ଯାଉଛି, ଝିଅ ମାନଙ୍କର ସଂଖ୍ୟା କମି ଯାଉଛି। ଆମେ ସମସ୍ତେ କବି ବନ୍ଧୁ କବି ଭାଇ ଆମେ ନିଶ୍ଚିତ ଭାବରେ ଏଥିପାଇଁ ସଚେତନ ରହିବା ଆଗାମୀର ଦ୍ରଷ୍ଟା ଭାବରେ ଆଗାମୀର ସ୍ରଷ୍ଟା ଭାବରେ ଏହି ମା ମାନଙ୍କୁ ଅଧିକରୁ ଅଧିକ ଏହି ସାହିତ୍ୟ ସଭାରେ ସାମିଲ କରିବା ପାଇଁ ଚେଷ୍ଟିତ ହେବା ପ୍ରମାଣ କରି ଆମର ଅନୁରୋଧ ରଖୁଛି। ତେବେ ଇଂରେଜ କବି ଇସ୍ରାଏଲ ଠାରୁ ଗୋଟେ କଥା କହିଥିଲେ, almost everything that is great has been done by youth. ତେଣୁ ଯୁବ ଶକ୍ତି ଏ ସାହିତ୍ୟ ସମାଜର ଦର୍ପଣ ଭାବରେ ନିଶ୍ଚିତ ଭାବରେ ପ୍ରତୀୟମାନ ହେବ ଏହି ଆଶା ରଖିବା। ପରବର୍ତ୍ତୀ କବିତାକୁ ଆମେ ଯିବା। ପରବର୍ତ୍ତୀ କବିତାର ଶିରୋନାମା ହେଳା କଲେ ହେଳା ଉଡ଼ିଯିବ। କବି ଭାଗବତ ପଢ଼ି ଭାଗବତଙ୍କୁ ମୁଁ ନିବେଦନ ରଖିବି କବିତାର ଶିରୋନାମା ହେଳା କଲେ ହେଳା ଉଡ଼ିଯିବ। ସେ ବର୍ତ୍ତମାନ ପାଠ କରିବି। ମା ମାଟି ପରେ ବରଷେଇ ଗଲାଣି ତାହାରି କହିଲି ଧାରା ଫାଟି ଯାଇଥିବା ସବୁ ଚାଷୀର ଅଗ୍ନି ପାଇଛନ୍ତି। ମା ପ୍ରାଣର ଗତି ହେଲା ପରେ ସନ୍ତାନ ସଂଭବା ହୁଏ। ମା ରଗବତୀ ହେଲା ହୋଇଗଲା ପରେ ସଂଭବା ହୁଏ। ପ୍ରକୃତି କ୍ରିୟା ପ୍ରକୃତି କୃତ ରଜ ଉପରେ ତିନି ପଦ କାମ ମୋର କବିତା ମୁଁ ପଢ଼ିବି। ବଡ଼ ବଡ଼ ଗଛ ଦାରୁ ଏବେ ଯାଇଛି ହଜି ବାପା ମା ମନା ସମୟରେ ପୁଅ ଯାଉନି ଖୋଜି କଳସବ ଶୁଣି ଦୁଆରେ ବନ୍ଧା କୁକୁର ଆଜି ନାହିଁ ରଜ ମଉଜ ପିଲାଦିନର ସଜ ଧାରଦିଆ ନିଆ ରଜରେ ଆଉ ହେଉନି ଭାଇ ବନ୍ଧୁ ରଖିଅଛି ମୋବାଇଲ ଫୋନରେ ପଇସା ଦେଇ। এই মোবাইল উপরে মো কবিতা মুরলী স্যার অনুরোধ করে পুଣି ଥରେ ପଢ଼ିବା ପାଇଁ କି ମୋବାଇଲ ଯୁଗ ହେଇଛି କି ମୋବାଇଲ ଯୁଗ ହେଇଛି। ବର୍ତ୍ତମାନ ମୋ କବିତା କି ମୋବାଇଲ ଯୁଗ ହେଇଛି। ଟିକେ ଛୁଆଟି ମନଟିକୁ এই ମୋବାଇଲ ହେଇଛି। ବାପା ବୋଉ ଭାଇ ଭଉଣୀ ବି ଛାଡ଼ି ସେ ଖାଲି ମୋବାଇଲ ପଛେ ଖାଇଛି କି ମୋବାଇଲ ଯୁଗ ହେଇଛି ଭାଇ କି ମୋବାଇଲ ଯୁଗ ହେଇଛି। ମୋବାଇଲ ଖାଲି ଭଲ ମଣିଷଟା ମୋବାଇଲ ଖାଲି ଭଲ ମଣିଷଟା କେତେ ଯାହା ମିଛ କହୁଛି ସେ ଅଞ୍ଚଳରେ ଥିଲେ ଗ୍ରାମ ମେଳାରେ ଅଛି ସେ ଉତ୍ତର ଦେଉଛି କି ମୋବାଇଲ ଯୁଗ ହେଇଛି ଭାଇ କି ମୋବାଇଲ ଯୁଗ ହେଇଛି। ଆଉ ନୀଲଜରେ ଯେ 1 ନମ୍ବର ସେ ଫେସବୁକରେ ଆଗେ ରହୁଛି। ନୀଲଜରେ ଯେ 1 ନମ୍ବର ସେ ଫେସବୁକରେ ଆଗେ ରହୁଛି। ଅର୍ଧ ନଗ୍ନ ଫଟୋ ପୋଷ୍ଟ କରି ଓଲଟା ଲାଇକ୍ କରିବାକୁ କହୁଛି କି ମୋବାଇଲ ଯୁଗ ହେଇଛି ଭାଇ କି ମୋବାଇଲ ଯୁଗ ହେଇଛି। ବହୁରାଣୀ ଏବେ ରୋଷେଇ ଘରକୁ ନୂଆ ମୋବାଇଲ ନେଇ ଯାଉଛି। ବହୁରାଣୀ ଏବେ ରୋଷେଇ ଘରକୁ ନୂଆ ମୋବାଇଲ ନେଇ ଯାଉଛି। ନାନା ପ୍ରକାରର ଛୁଆଦିଆ ରାନ୍ନା ସବୁ ୟୁଟ୍ୟୁବରୁ ପାଉଛି କି ମୋବାଇଲ ଯୁଗ ହେଇଛି ଭାଇ କି ମୋବାଇଲ ଯୁଗ ହେଇଛି। ବଡ଼ ଥାଉ ଥାଉ ସାନ ଭଉଣୀଟା ବଡ଼ ଥାଉ ଥାଉ ସାନ ଭଉଣୀଟା ଘରୁ ବଡ଼ ଗାଡ଼ି ଯାଉଛି। ନୂଆ ଯୌବନରେ ପାଦ ଦେଇଥିଲା ଏଇ ମୋବାଇଲଟାକୁ ଖାଇଛି କି ମୋବାଇଲ ଯୁଗ ହେଇଛି ଭାଇ କି ମୋବାଇଲ ଯୁଗ ହେଇଛି। ବିଦେଶରୁ ସ୍ୱାମୀ ସ୍ତ୍ରୀ ସହ କଥା ହେବା ପାଇଁ ତାକୁ ମୋବାଇଲ ଦେଇଛି। ସେଇ ମୋବାଇଲରେ ଚାକିରି କରି ପର ପୁରୁଷକୁ ନେଇ ଯାଉଛି କି ମୋବାଇଲ ଯୁଗ ହେଇଛି ଭାଇ କି ମୋବାଇଲ ଯୁଗ ହେଇଛି। ଲଜ୍ଜା ସ୍ୱରୂପ କେତେ ହୀନ କର୍ମ ସବୁ ଏଇ ମୋବାଇଲ ଯୋଗେ ହେଉଛି। ଲଜ୍ଜା ସ୍ୱରୂପ କେତେ ହୀନ କର୍ମ ସବୁ ଏଇ ମୋବାଇଲ ଯୋଗେ ହେଉଛି। ନୂଆ ବିବାହ ହୋଇ ସ୍ୱାମୀ ସ୍ତ୍ରୀର ସମତେ ବେସରମ ଫଟୋ ଦେଉଛି କି ମୋବାଇଲ ଯୁଗ ହେଇଛି ଭାଇ କି ମୋବାଇଲ ଯୁଗ ହେଇଛି।
ଆଉ କଲେଜ ପଢୁଆ ପିଲାଟାର କଥା ଯାହା ନ କହିବା କଥା କହୁଛି ମୋବାଇଲରେ ଏକା ଡ୍ୟୁଟି ରହୁଥିଲା ସେ ଜାଣିପାରିଲାନି ତା ପରୀକ୍ଷାଟି ଯାଇଛି ଯେ ମୋବାଇଲ ଯୋଗ ହେଇଛି ଭାଇ କି ମୋବାଇଲ ଯୋଗ ହେଇଛି ତାକୁ ଭଲ ବାଟେ ଯିଏ ନେଉଛି ତାର କେତେ ଉପକାର ପାଉଛି ତାକୁ ଭଲ ବାଟେ ଯିଏ ନେଉଛି ତାର କେତେ ଉପକାର ପାଉଛି ଯିଏ ଖରାପ ବାଟରେ ନେଉଛି ସେ ମଣିଷ କଣରୁ ଯାଉଛି କି ମୋବାଇଲ ଯୁଗ ହେଇଛି ଭାଇ କି ମୋବାଇଲ ଯୁଗ ହେଇଛି